आत्मगुण विकासनम। थरे समस्ते प्राणी एवं अन्य जीव माने सृष्टिकर्ता ब्रह्मांक निकटक जाई कहिले, हे पितामह, आपण आमर अभियोग शुणन्तु। ब्रह्मा, आपण माने जणे जणे आसी निवेदन करंतु। सर्वप्रथमे गध कहिला, हे प्रभु, आपणक सृष्टि रे भेदभाव देखा जाउछि। जेहेतु एठारे जीवमानंक मध्यरे खाद्य खादक भाव अछि, सेमानंक मध्यरु केतक बुद्धिमान और अन्य केतक मूर्ख बोली लोकमाने मने करंती। बिलुआ बड़ चतुर बोली प्रथा रही अछि। लोकमाने मते बुद्धिहीन मने करंती। सेमाने भार बहन कार्य मते नियोजन करंती। आपण मते चालाक करि दियंतु प्रभु। मोर गुणगुड़ी को बिलुआ को दियंतु। तापरे काऊ कहिला, मो लोकमानक सेवा करूची। का का कही रात्रि समाप्त हैला बोली लोकमानकु जणाई थाए। किंतु मो द्वारा उपकृत होई मध्य लोकमाने मते घृणा करंती एवं कोकिलर प्रशंसा करंती। कोकिलर सुमधुर स्वर, किंतु मो स्वर कर्कश। एणु आपण मो कंठ मधुर और कोकिलर स्वर कर्कश करि दियंतु। कुकुर कहिला, हे भगवान, मोते निकृष्ट प्राणी बोली लोकमाने मने करंती। ओइठा मळ खाइबा द्वारा मते अछुआ बोली मध्य मने करंती। किंतु ओइठा खाइले मध्य बिराड़ी सेमानक द्वारा तिरस्कृत हुए नाही। एणु मोते बिराड़ी करि दियंतु। तापरे बेंग कहिला, भगवान, समस्त प्राणी मो ऊपर निर्दय भावरे अत्याचार करंती। साप बिना कष्टरे बा अति सहजरे मते खाई दिए। ता पाखरु पळेइबाकू मध्य मते आपण शक्ति देई नाहंती। विज्ञान छात्र माने मध्य मते काटंती। एणु मते विराट काय करि दियंतु। तापरे बिछुआती गछ कहिला, मोर समस्त शरीर रे विष भरी रहिछि। एणु मोर जन्म हेबा देखि लोक माने मते मूलरू उपाड़ी दियंती। किंतु तुलसी को समस्ते पूजा करंती। एणु मते तुलसी करि दियंतु। एही परि समस्ते अन्य गुणर प्रशंसा करी निज गुण विषय रे असंतोष और असहिष्णुता प्रकट कले।
ତାହା ଶୁଣି ବ୍ରହ୍ମା କହିଲେ, ଆପଣମାନଙ୍କର ମନୋବାଞ୍ଛା ପୂରଣ କରିବାକୁ ମୁଁ ଅସମର୍ଥ। ସମସ୍ତେ ବିଷ୍ଣୁଙ୍କ ନିକଟକୁ ଯିବା। ତାପରେ ସମସ୍ତେ ଭଗବାନ ବିଷ୍ଣୁଙ୍କ ନିକଟକୁ ଗଲେ ଏବଂ ନିଜ ନିଜର ଅଭିଯୋଗ ଶୁଣେଇଲେ। ସମସ୍ତ ବୃତ୍ତାନ୍ତ ଶୁଣି ଭଗବାନ ବିଷ୍ଣୁ କହିଲେ, ପ୍ରକୃତିର ନିୟମ ଅନୁସାରେ ଆପଣମାନେ ତିଆରି ହୋଇଛନ୍ତି, ସେହି ଅନୁସାରେ ରୁହନ୍ତୁ। ସମସ୍ତେ ଏକ ସ୍ୱରରେ କହିଲେ, ଯଦି ଆମେମାନେ ଯେପରି ଇଚ୍ଛା କରୁଛୁ ସେହିପରି ପରିବର୍ତ୍ତନ ନ କରିବେ, ତାହେଲେ ଭୂଲୋକକୁ ଫେରିଯିବୁ ନାହିଁ। ଏହିପରି ଔଦ୍ଧତ୍ୟପୂର୍ଣ୍ଣ ବଚନକୁ ଶୁଣି ବିଷ୍ଣୁ କହିଲେ, ହେଉ, ଆପଣମାନେ ଯେପରି ଇଚ୍ଛା କରୁଛନ୍ତି ସେହିପରି କରିବେ। ବର୍ତ୍ତମାନ ଯାଆନ୍ତୁ। ସନ୍ତୁଷ୍ଟ ହୋଇ ସେମାନେ ଭୂଲୋକକୁ ଆସିଗଲେ। ତାପରେ ଭୂଲୋକବାସୀ ଅନୁଭବ କଲେ ଯେ କାଉମାନେ କୋକିଳ ପରି ଗାଉଛନ୍ତି। ଗଧମାନେ ବିଲୁଆ ପରି ଶବ୍ଦ କରୁଛନ୍ତି। କୁକୁରମାନଙ୍କ ଭିତରେ ବିରାଡ଼ିର ଗୁଣ ଦେଖାଯାଉଛି। ବୃହତ୍କାୟ ବେଙ୍ଗମାନଙ୍କୁ ଦେଖି ସାପମାନେ ଭୟରେ ପଳାଉଛନ୍ତି। ତୁଳସୀକୁ ଯିଏ ସ୍ପର୍ଶ କରୁଛି ସେ କୁଣ୍ଡେଇ ହେବା ଅନୁଭବ କରୁଛି। ନିମ୍ବ ବୃକ୍ଷଗୁଡ଼ିକ ମଧ୍ୟ ମିଠା ହୋଇଯାଇଛନ୍ତି। ଏପରି ବ୍ୟତିକ୍ରମ ଦେଖି ଭୂଲୋକବାସୀ ଆଶ୍ଚର୍ଯ୍ୟ ଓ ଭୟଭୀତ ହୋଇଗଲେ। ପରିବର୍ତ୍ତନକୁ ସହିବାକୁ ସେମାନେ ପ୍ରସ୍ତୁତ ନଥିଲେ। ସେମାନେ ଚିନ୍ତା କଲେ ଯେ ବୋଧେ ପ୍ରଳୟ କାଳ ନିକଟବର୍ତ୍ତୀ ହୋଇ ଆସିଲାଣି। ସେମାନେ ଭଗବାନଙ୍କୁ ପ୍ରାର୍ଥନା କଲେ, ହେ ପ୍ରଭୁ, ଏହି ବିପଦରୁ ଆମ୍ଭମାନଙ୍କୁ ରକ୍ଷା କର। ଅନ୍ୟ ଗୁଣ ପ୍ରଦର୍ଶନ କରୁଥିବା ପ୍ରାଣୀମାନଙ୍କୁ, ବୃକ୍ଷମାନଙ୍କୁ ଏବଂ ଶସ୍ୟମାନଙ୍କୁ ସେମାନେ ସବୁ ପ୍ରକାରରେ ତିରସ୍କାର କଲେ। ଏହିପରି ଲୋକମାନଙ୍କ ଅନାଦରର ପାତ୍ର ହୋଇ ବିଫଳ ମନୋରଥରେ ସେମାନେ ସମସ୍ତେ ପୁଣି ବିଷ୍ଣୁଙ୍କ ନିକଟକୁ ଯାଇ ନିବେଦନ କଲେ, ହେ ଭଗବାନ, ଆମମାନଙ୍କର ଅପରାଧକୁ କ୍ଷମା କରନ୍ତୁ। ଆମମାନଙ୍କୁ ପୂର୍ବ ଗୁଣଗୁଡ଼ିକୁ ହିଁ ଦେଇ ଦିଅନ୍ତୁ। ଆମ୍ଭେମାନେ ସୃଷ୍ଟିର ନିୟମକୁ ପାଳନ କରି ପୂର୍ବ ପରି ବଞ୍ଚିବୁ। ଏହା ଶୁଣି ଦୟାଳୁ ବିଷ୍ଣୁ କହିଲେ, ସମତା ରକ୍ଷା କରିବା ସୃଷ୍ଟିର ଧର୍ମ। ଗୁଣକର୍ମ ଅନୁସାରେ ହିଁ ଆପଣମାନେ ତିଆରି ହୋଇଛନ୍ତି। ବର୍ତ୍ତମାନ ଭୂଲୋକକୁ ଯାଆନ୍ତୁ। ନିଜ ନିଜ ଗୁଣରେ ବଳିୟାନ ହୋଇ ସୃଷ୍ଟି ପ୍ରକ୍ରିୟାରେ ସାହାଯ୍ୟ କରନ୍ତୁ। ସମସ୍ତେ ସନ୍ତୁଷ୍ଟ ହୋଇ ଭୂଲୋକକୁ ଆସିଲେ ଏବଂ ସୃଷ୍ଟି ପ୍ରକ୍ରିୟାରେ ନିଜକୁ ନିୟୋଜିତ କଲେ।